ଆଜ୍ଞା ନମସ୍କାର, ମୁଁ ଗଣେଶ ଚନ୍ଦ୍ର ସାହୁ, ବାରଙ୍ଗ ବ୍ଲକର ସମାଜସେବୀ। କଣ କହିବେ ଆଜି ଯୋଉ ସୌମ୍ୟ ରଞ୍ଜନଙ୍କର ଯୋଉ ହତ୍ୟା କରାଗଲା, ଏ ଗୋଟେ ପ୍ରାୟୋଜିତ ହତ୍ୟା। ଏଭଳି ହତ୍ୟା କେବେ ଦିନ ଦ୍ୱିପହରେ ଗୋଟିଏ ସ୍କୁଟି ଧିରେ ମୋଟରସାଇକେଲ ମାଡ଼ ହେଇଗଲା ଏବଂ ତାକୁ ତାର ପାଇଁ ମୃତ୍ୟୁଦଣ୍ଡ ଦିଆହେଲା। ଗାଁ ଲୋକ ସବୁ ଚାଲିଲେ, ଗୋଟେ ଝିଅ କଥାରେ ତାକୁ ମାରିଦେଲେ। ଆଦେହରେ ପ୍ରାୟୋଜିତ ଗଣ୍ଡଗୋଳ ବୋଲି ଆମେ ଆଶା କରୁଛୁ, ପ୍ରାୟୋଜିତ ମର୍ଡର ବୋଲି ଗଣ୍ଡଗୋଳ କରୁଛୁ। ପ୍ରାୟ ଦେଖିଥିବେ ଆପଣ, ଏଇ ଯୋଉ ଯେକୌଣସି ଗୋଟେ ଘଟଣା ଘଟୁ ସବୁରେ ମାନେ ମୂଳରେ ଝିଅ ମାନଙ୍କୁ ମାନେ ଥାନ୍ତି। କଣ ଏସବୁ କଣ ବର୍ତ୍ତମାନ ଝିଅ ମାନେ ଯୋଉଟା କହୁଛନ୍ତି, ଆମେ ଯୋଉ ମିଡିଆ ଦେଖୁଛୁ, ଝିଅ ମାନେ ବି ସତ୍ୟ କହୁନାହାନ୍ତି। ତା ସାଙ୍ଗରେ ଯୋଉ ପିଲା ଯାଇଥିଲା ସତ୍ୟ କହୁନି କାହିଁକି? ଆମର ସନ୍ଦେହ ହଉଛି ଏ ସକାଶେ, ପୋଲିସ ଉପରେ ସନ୍ଦେହ ହଉଛି। ଯଦି ସେ ପିଲାଟି ତା ସାଙ୍ଗରେ ଥିଲା, ଯେତେବେଳେ ଝିଅଟି ଆକ୍ସିଡେଣ୍ଟ କଲା, ସେ କହୁଛି ତାକୁ ବାତ ମାଇଲା, ଫିଟ୍ସ ମାଇଲା। ଯଦି ସେଟା ହେଇଥାଏ, ସେ ସାଙ୍ଗେ ସାଙ୍ଗେ ଘରକୁ ଫୋନ କରିଥାନ୍ତା। ଯେତେବେଳେ ତାକୁ ଗୋଡେଇଲେ ପଡ଼ିଆ ଭିତରକୁ, ସେ ବି 100 ବାରକୁ ଫୋନ କରିପାରିଥାନ୍ତା। ପୋଲିସ ସେଠି ସାଙ୍ଗେ ସାଙ୍ଗେ କଣ୍ଟ୍ରୋଲ ରୁମକୁ ଫୋନ କରିଥାନ୍ତା। ଯେହେତୁ ଅଣାୟତ୍ତ ହେଲା, ପୋଲିସ ନିଜର ଦୁର୍ବଳତା ପ୍ରକାଶ କରିକି କହୁଛି ଅଣାୟତ୍ତ ହେଇଗଲା, ଆମେ ପାରିଲୁନି, ଲୋକ ବହୁତ ହେଇଗଲେ, ଆମେ 4 ଜଣ ପୋଲିସ କଣ୍ଟ୍ରୋଲ ରୁମକୁ। ତାହେଲେ ପୋଲିସ ଅଛି କାହିଁକି? ତମ ଡ୍ରେସ୍ ଖୋଲି ବୁଲ। ଯଦି ପୋଲିସ ଥାଇକି ଲୋକଟା ମର୍ଡର ହବ, ପୋଲିସ ଯଦି ତାକୁ ପାଣି ଟପାଇ ଦେଲେନି, ଯୋଉ ଢଙ୍ଗରେ ମାରିଲେ, ବାଉଁଶରେ ମାରୁଛନ୍ତି, ତା ଗୋଇଠା ମୁହଁକୁ ମାରୁଛନ୍ତି, ଯିଏ ଦେଖୁଛି ସେ ଆଗେ ଦୁଃଖ ପ୍ରକାଶ କରୁଛି, କାନ୍ଦ ଲାଗୁଛି। ବର୍ତ୍ତମାନ ସୁଦ୍ଧା ଖାଲି ତାଙ୍କ ଗାଁ କଣ କାନ୍ଦୁ, ସାରା ନିଆଳି ନିର୍ବାଚନ ଭଳି କାନ୍ଦୁଛି। ଆମର ଏଗୁଡ଼ା ତାର ଭବିଷ୍ୟତ ଥିଲା, ଆମ ନିର୍ବାଚନର ଭବିଷ୍ୟତ ସେ ଥିଲା। ତାର ଅବଦାନ ବି ଅଛି, ବହୁତ ଲୋକଙ୍କୁ ସେବା କରିଛି, ବହୁତ ଲୋକଙ୍କୁ ସାହାଯ୍ୟ କରିଛି। ଆଜି ଆସିଥିଲେ ଶ୍ରଦ୍ଧାଞ୍ଜଳି ଅର୍ପଣ, ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କଲୁ ଏବଂ ତା ଫଟୋଚିତ୍ରରେ ଆମେ ଫୁଲ ଦେଇକରି ଆମେ ଏଠି ଦାବି କରୁଛୁ। ତା ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମେ ଲଢ଼େଇ କରିବୁ। ତାଙ୍କ ସାଙ୍ଗରେ ଅଛୁ, ଗାଁ ସାଙ୍ଗରେ ଅଛୁ, ବାପା ମାଙ୍କ ସାଙ୍ଗରେ ଅଛୁ, ମାମୁଁ ସାଙ୍ଗରେ ଅଛୁ। ନିଶ୍ଚିତ ନ୍ୟାୟ ପାଇବ, ଯେମିତି ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମେ ଅଛୁ। ତାକୁ ନ୍ୟାୟ ମିଳିବା ଯାଏ ଅଛୁ। ଦରକାର ବେଳେ ସୁପ୍ରିମକୋର୍ଟ ଯାଇପାରିବୁ। ଇଏ ଦରକାର ପଡ଼ିଲେ ସିବିଆଇ ତଦନ୍ତ ହଉ, ଇଏ ତଦନ୍ତକୁ ପସନ୍ଦ କରୁନା। ଯେହେତୁ ପୋଲିସ ଅଛନ୍ତି, ପୋଲିସକୁ ହାତ ମାରି ପାରୁନାହାନ୍ତି ଓଡ଼ିଶା ସରକାର। ଗୋଟେ କଥା କହିବି ଯେ ସବୁବେଳେ ପାଇଁ ମାନେ ପୁଅ ପିଲାଙ୍କୁ ଯୋଉ ସମ୍ବିଧାନ ସ୍ତରରେ ହଉ, ଗୋଟେ ପ୍ରୋବ୍ଲେମ ବା ମିଛ ହୋଇଥାଉ, ବରଂ ଆଜି ଯୋଉ ଘଟଣା ଆଇନଟା କରାଯାଇଛି, ମହିଳା କମିଶନ ଆଇନଟା କରାଯାଇଛି, ଝିଅ ମାନଙ୍କ ସପୋର୍ଟରେ ପୁରୁଷ କମିଶନ କରାଯାଉ। କାହିଁକିନା ପୁରୁଷ ମାନେ ନିର୍ଯାତିତ ହଉଛି, ଝିଅ ସକାଶେ ଆଜି ପୁରୁଷ ମଲା। ଗୋଟେ ଝିଅ ଡାକିଦେଲା, 50-100 ଲୋକ ଆସି ତାକୁ ବାଡ଼ିକି ମାରିଦେଲେ। ଇଏ କୋଉ ଇଏରେ ଅଛି? ସରକାର ଏଠି କଣ କରୁଛି? ପୋଲିସ ଦୁଆର ମୁହଁରେ ଥାନା। ପରିବାର ଆଜି ପରିବାରକୁ ଆମେ ତାଙ୍କ ଦୁଃଖରେ ଦୁଃଖ ପ୍ରକାଶ କରୁଛୁ, ତାଙ୍କ ସାଙ୍ଗରେ ଅଛୁ, ତାଙ୍କ ପୁଅ ଭଳିଆ ଠିଆ ହେଉଛୁ। ଆଜି ବିଜୁ ଜନତା ଦଳ ଡିଜି ଅଫିସ ଘେରାଉ କରି ଟିକେ ତତ୍ପର ହେଇଛନ୍ତି ସରକାର। ପୋଲିସ ତାର ପଦକ୍ଷେପ ନେଇଛି, ଗୋଡ଼ିଆ ଗୋଡ଼ି କରୁଛୁ ଏବଂ ଧରୁଛି। ତାଙ୍କୁ ଧନ୍ୟବାଦ ଦଉଛୁ, ସରକାରଙ୍କୁ ଧନ୍ୟବାଦ ଦଉଛୁ। କିନ୍ତୁ ଅପାରଗତା ସକାଶେ ଆଜି ଏଭଳି ଅବସ୍ଥା ହେଲା। ଯେମିତି ଗନ୍ଧ ଦେଶେ ଗଲି ଦର୍ପଣ ଭଳି କି ଅନ୍ଧ ହାତେ ଦେଲି ଗୋଦନ ଟେକି, ଖଡ଼ାରେ ଯୋଡ଼ା ଦେଇ କଲି ରନ୍ଧନ, କାମୁଡ଼ା ଘୋଡ଼ା ମୁହେଁ ଦେଲି ଚୁମ୍ବନ। ହେ ରାଜା, ଏ କ'ଣ କଲ? ବିଷ୍ଣୁ ପ୍ରତିମାକୁ ଆଣି ତଳେ ଥୋଇଲ। ଏଇଟା ଅନ୍ଧ ସରକାର ଚାଲିଛି। ଅନ୍ଧ ଦେଶରେ ଦର୍ପଣ ବିକ୍ରି ହେଉଛି, ଅନ୍ଧ ସରକାର ଚାଲିଛି। ମାନେ ମାଙ୍କଡ଼ ହାତରେ ଶାଳଗ୍ରାମ, ମାଙ୍କଡ଼ ହାତରେ ଶାଳଗ୍ରାମ, ନଚେଇ ନଚେଇ ଗଲା ପ୍ରାଣ। ଆଜି ମାଙ୍କଡ଼ ହାତରେ ଶାଳଗ୍ରାମ ଦେଇଛି। ଏ ଯୋଉ ଗାନ୍ଧୀ କହିଥିଲେ, ଇଂରେଜ ହାତରୁ ଶାସନ ଛଡ଼େଇ କରିଲ ଦେଶ ସ୍ୱାଧୀନ, ମାଙ୍କଡ଼ ହାତରେ ଶାଳଗ୍ରାମ ଦେଇ କଲ ସ୍ୱର୍ଗ ଆରଣ। ସ୍ୱର୍ଗ ପୁରେ ବାପୁ ରହିଗଲ, ତୁମେ ଭୁଲିଗଲ ଆମ୍ଭ କଥା, ଥରେ ଖାଲି ଆସି ବୁଲି ଦେଖି ଯାଅ ଆମ ଭାରତ ମାତା ଅବସ୍ଥା, ଆମ ଓଡ଼ିଶା ମାଟିର ଅବସ୍ଥା, ଆମ ନିଆଳି ନିର୍ବାଚନ ମଣ୍ଡଳୀର ଅବସ୍ଥା। ଧନ୍ୟବାଦ।